ଖ୍ରୀଷ୍ଟ ବିଶ୍ୱାସୀ ପବିତ୍ର ଜୀବନ ଯାପନ କରିବା କାହିଁକି ଜରୁରୀ ଅଟେ, ଏହି ପ୍ରସଙ୍ଗରେ ଆଜି ପ୍ରଭୁଙ୍କ ବାକ୍ୟରେ ଆମେ କଥାବାର୍ତ୍ତା ହେବା। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଅନେକ ସମୟରେ ଭାବୁ ମୁଁ ତ ପ୍ରଭୁଙ୍କ ଠାରେ ବିଶ୍ୱାସ କଲି, ମନ ପରିବର୍ତ୍ତନ କଲି, ମୁଁ ବାପ୍ତିସ୍ମ ଗ୍ରହଣ କଲି ଏବଂ ମୁଁ ପ୍ରଭୁ ଭୋଜର ଅଂଶୀ ହେଲି, ମଣ୍ଡଳୀର ସଦସ୍ୟ ହେଲି। ଏହି ପ୍ରକାର ଆମେ ଅନେକ ସମୟରେ ଆମେ ଚିନ୍ତା କରୁ। ଆଉ ପବିତ୍ର ଜୀବନ ଯାପନ କରିବା ଏହା ତ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ଏହି ପ୍ରକାର ଆମେ ଚିନ୍ତା କରିଥାଉ। ଅନେକ ଭାଇ ଭଉଣୀ ମାନେ ସେମାନେ ମଣ୍ଡଳୀର ସଦସ୍ୟ ଅଟନ୍ତି, ସକ୍ରିୟ ବିଶ୍ୱାସୀ ଅଟନ୍ତି, ସବୁ ସେବା କାର୍ଯ୍ୟର ଅଂଶୀ ସେମାନେ ହୁଅନ୍ତି, କିନ୍ତୁ ପବିତ୍ର ଜୀବନ ଯାପନ କରିବା ଆଜି ଅନେକଙ୍କ ନିକଟରେ ସମ୍ଭବପର ହେଇପାରୁନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆମେ କେତେ ସହଭାଗିତାରେ ଅଛୁ, କେତେ ବାଇବେଲ ପଢୁଛୁ, କେତେ ବାକ୍ୟ ଶୁଣୁଛୁ, କେତେ ଉପବାସ କରୁଛୁ, ଏହା ବଡ଼ ବିଷୟ ନୁହେଁ, କିନ୍ତୁ ଆମେ କେତେ ପବିତ୍ର ଜୀବନ ଯାପନ କରୁଛୁ, ଦିନକୁ ଦିନ ଆମେ ସିଦ୍ଧତା ଆଡକୁ ଯାଉଛୁ, ପବିତ୍ରତା ଆଡକୁ ଯାଉଛୁ। ଏହା ହେଉଛି ଜଣେ ଖ୍ରୀଷ୍ଟ ବିଶ୍ୱାସୀର ସବୁଠାରୁ ବଡ଼ ବିଷୟ ଅଟେ। ମୁଁ ଆପଣମାନଙ୍କୁ କହି ରଖିବା ପାଇଁ ଚାହେଁ, ଆପଣମାନଙ୍କ ମଧ୍ୟରୁ ଆମେ କେହି ମଧ୍ୟ, ମୁଁ ହେଉ କିମ୍ବା କୌଣସି ବ୍ୟକ୍ତି ହେଉ ନା କାହିଁକି, ଏହି ପୃଥିବୀ ପୃଷ୍ଠରେ ଆମେ କେହି ମଧ୍ୟ ପବିତ୍ର ନାହୁଁ, ସିଦ୍ଧ ନାହୁଁ, ଆମେ କେହି ମଧ୍ୟ ସରଳ, ଆଉ କେହି ମଧ୍ୟ ଆମେ ପରଫେକ୍ଟ ନାହୁଁ। ପରଫେକ୍ଟ କେବଳ ଜଣେ ଅଟନ୍ତି, ସିଦ୍ଧ କେବଳ ଜଣେ, ପବିତ୍ର ଧାର୍ମିକ କେବଳ ଜଣେ ଅଟନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ସେ ଚାହାନ୍ତି, ସେ ଯେପରି ନିଜର ସଦୃଶ୍ୟରେ, ନିଜ ସ୍ୱଭାବରେ ସେ ଆମକୁ ସିଦ୍ଧତାରୁ ସିଦ୍ଧତା ଆଡକୁ କଢେଇ ନେବେ, ପବିତ୍ରତାରୁ ପବିତ୍ରତା ଆଡକୁ କଢେଇ ନେବେ, ଏହା ସେ ଇଚ୍ଛା କରନ୍ତି। ତ ଆଜି ଆମେ କଥାବାର୍ତ୍ତା ହେବା ଯେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପବିତ୍ର ଜୀବନ ଯାପନ କାହିଁକି ଜରୁରୀ ଅଟେ। ପ୍ରଥମ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପ୍ରଥମ ପିତରଙ୍କ ପ୍ରଥମ ପତ୍ରକୁ ଆସିବେ। ପ୍ରଥମ ପିତର ଆମେ ତାର 1 ଅଧ୍ୟାୟ ବାହାର କରିବା। ପ୍ରଥମ ପିତର 1 ଅଧ୍ୟାୟ ମୁଁ ଆପଣମାନଙ୍କ ନିମନ୍ତେ 15 ଆଉ 16 ପଦ ପଢିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ। 16 ପଦ, ଯେଣୁ ଲେଖା ଅଛି, ତୁମ୍ଭେମାନେ ପବିତ୍ର ହୁଅ କାରଣ ଆମ୍ଭେ ପବିତ୍ର। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଏଠାରେ ଦେଖୁଛୁ ଯେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ କାହିଁକି ପବିତ୍ର ହେବାର ଆବଶ୍ୟକ ରହିଛି। କାରଣ ବିଶ୍ୱାସୀ ମାନଙ୍କୁ ଯେଉଁ ପରମେଶ୍ୱର ଆହ୍ୱାନ କରିଛନ୍ତି, ଆପଣମାନଙ୍କୁ ମତେ ଯେ ଡାକିଛନ୍ତି, ମନୋନୀତ କରିଛନ୍ତି, ସେହି ପରମେଶ୍ୱର ପବିତ୍ର ଅଟନ୍ତି। ସେଥିପାଇଁ ଆମେ ପବିତ୍ର ହେବାର ଆବଶ୍ୟକ ରହିଛି। ଏହି ପୃଥିବୀରେ ଯେତେ ସବୁ ଦେବାଦେବୀ ଅଛନ୍ତି, ମନୁଷ୍ୟମାନେ ଅଛନ୍ତି, କେହି ମଧ୍ୟ ପବିତ୍ର ନୁହନ୍ତି, କେହି ମଧ୍ୟ ସିଦ୍ଧ ନୁହନ୍ତି। ସିଦ୍ଧ, ପବିତ୍ର, ଧାର୍ମିକ ଜଣେ, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ବାକ୍ୟ କହେ, ତାଙ୍କ ଠାରେ କୌଣସି ପାପର ଲେଶ ନଥିଲା। ସେ ଆମ ନିମନ୍ତେ ପାପୀ ମାନଙ୍କ ମଧ୍ୟରେ ଗଣା କଲେ, ମୃତ୍ୟୁଭୋଗ କଲେ, ଆମେ ଯେପରି ତାହାଙ୍କ ନିମନ୍ତେ ବଞ୍ଚିବା, ଆମେ ଯେପରି ତାହାଙ୍କର ଇଚ୍ଛାକୁ ସାଧନ କରିବା, ପବିତ୍ର ଜୀବନ ଯାପନ କରିବା, ଏହି ଉଦ୍ଦେଶ୍ୟରେ ସେ ମୃତ୍ୟୁଭୋଗ କଲେ। ଆଉ ଆମକୁ ଏଥିପାଇଁ ସେ ଆହ୍ୱାନ କଲେ, ବା ଆମର ଆହ୍ୱାନକର୍ତ୍ତା ଯେ ପବିତ୍ର ଅଟନ୍ତି, ଏଥିପାଇଁ ଆମେ ପବିତ୍ର ଜୀବନ ଯାପନ କରିବା ଆବଶ୍ୟକ ରହିଛି। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ଆମେ କାହିଁକି ପବିତ୍ର ହେବା ଜରୁରୀ। ପବିତ୍ର ହେବା କାହିଁକି ଜରୁରୀ? ଯଦି ଆପଣମାନେ ଲେବୀୟ ପୁସ୍ତକ 11 ଅଧ୍ୟାୟକୁ ଆସିବେ, ଲେବୀୟ ପୁସ୍ତକ 11 ଅଧ୍ୟାୟ 44 ଆଉ 45 ପଦରେ ଲେଖାଯାଏ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ, ଏହେତୁ ତୁମ୍ଭେମାନେ ଆପଣମାନଙ୍କୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ, ଯେହେତୁ ଆମ୍ଭେ ପବିତ୍ର। ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରଗାମୀ ଜୀବ ଦ୍ୱାରା ଆପଣମାନଙ୍କୁ ଅଶୁଚି କରିବ ନାହିଁ। 45 ପଦ ଲେଖାଯାଏ, କାରଣ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ଆମ୍ଭେ ସଦାପ୍ରଭୁ ମିଶ୍ର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛୁ। ଏ ନିମନ୍ତେ ତୁମ୍ଭେମାନେ ପବିତ୍ର ହେବ, କାରଣ ଆମ୍ଭେ ପବିତ୍ର। ଆମେ କାହିଁକି ପବିତ୍ର ହେବା ଜରୁରୀ? 16 ପଦରେ ଆମର ଦ୍ୱିତୀୟ ପଏଣ୍ଟଟି ଆମେ ପାଇପାରୁଛୁ ଯେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପବିତ୍ର ହେବା କାହିଁକି ଜରୁରୀ।
जदि से आमर परमेश्वर हेबाकु हेले आमे तांको सहित रहिबाकु हेले आमको पवित्र हेबा पाई पड़े कारण पवित्रता बिना परमेश्वर आम संगरे रहंती नहीं। बेले बेले आमे कहू जे किछि डरिबार आवश्यक नहीं, भय करिबा आवश्यक नहीं, से आम संगरे अछंती। से प्रतिज्ञा करिसंती मु तुम संगरे रहिबी, तुमको केबे मु परित्याग करिबी नहीं। प्रिय भाई भणी माने सत्य कथा, मात्र गोटे कथा आमे जानिबार आवश्यक रहिछि। जने व्यक्ति जने विश्वासी जेतेबेले से जुआ खेलिबा पई जाउछि, जेतेबेले से सिनेमा हॉल को जाउछि, मद भाटी को मद पीबा पई जाउछि, आमे कोन भाबू जे सेही स्थान मध्ये परमेश्वर आम सहित रहिबे कि? केबे नाही। प्रिय भाई भणी माने जो पर्यंत आमे निजको पवित्र करिबा नाही, निजको सुधारिबा नाही, आम संगरे परमेश्वर रहिबे नाही। एति पई आमे पवित्र हेबा जरूरी, कारण पवित्रता बिना आमर आचरण को आमे जो पर्यंत सुधारिबा नाही, परमेश्वर आम संगरे रहिबे नाही। आमर परमेश्वर जदि से हेबार अछि ताहले हमको पवित्र हेबा पाई हेबो। एथिपाई तो मिस्र देश इस्राएल लोक मान परमेश्वर बाहर कले। आमे मधे से मिस्र रे थिलु, जागतिक मिस्र, से ही मद पीवा मिस्र, एई प्रकार बंधन रे आमे थिलु। परमेश्वर आमान को सेतिरु बाहर करी आनिले काहे कि आम्भे माने जेपरि पवित्र हेउ आ आम्भर परमेश्वर से हेबे ख्रीष्ट रे। प्रिय भाई भणी माने मु आपण मानकु कहिबा पाई चाहे, जदि आपण माने प्रथम कोरिन्थियो 3 अध्याय 16 और 17 पद पढ़िबे, लेखा जाए तुम्भे माने कि जानो नाही जे तुम्भे माने ईश्वर को मंदिर आ ईश्वर को आत्मा तुम्भ मान को अंतर रे वास करंती। जदि कोनोसी लोक ईश्वर को मंदिर को नष्ट करे तेबे ईश्वर ताकू नष्ट करिवे, कारण ईश्वर को मंदिर पवित्र, सेही मंदिर तुम्भे माने। स्पष्ट भाव रे वाक्य कहे। प्रिय भाई भणी माने आपण माने आ मु आमे ईश्वर को मंदिर, सेति पाए हमकु पवित्र करिबार आवश्यक रहिछि। दुनियार अनेक जिनिस अनेक विषय को हमकु नाही बोली कहिबार आवश्यक रहिछि। केतेरा जिनिस आमे खाइबा को हेबो नाही, छुइबा को हेबो नाही, केतेक लोक मान को सहित आमे बसिबा पाई हेबो नाही, तांको कथारे चालिबा पाई हेबो नाही। ता हेले परमेश्वर आम सहित रहिबे, हमर परमेश्वर से हेबे। वाक्य कहे जे ईश्वर को मंदिर पवित्र आ सेही मंदिर होउछन्ति विश्वासी माने। आ परमेश्वर जदि वास करिबा स्थान जदि पवित्र हेबो नाही, परिष्कार रहिबो नाही, परमेश्वर सेही स्थान रे वास करिबे नाही। प्रभु आमानकु ए वाक्य बुझिबा पई सहाय्य करंतु। आमे निजको सुधारिबा, पापरु फेरी आसीबा, मंदरु फेरी आसीबा, प्रभुंकर चरण धरी जदि आमे पापरे अछु, मंदरे अछु, क्षमा मागिबा, ताहांको निकटरे समर्पण हेबा। मु तृतीय विषय आपण मानक निकटरे रखिबा पई चाहे। तृतीय विषयटी आपण मानक निकट रखिबा पई चाहे। आपण माने मो सहित प्रथम थेसलोनिकीय 4 अध्याय को आसीबे। प्रथम थेसलोनिकीय 4 अध्याय तार 7 पद रे लेखा गला, कारण ईश्वर आम्भ मानकु असुचितारे जीवन यापन करिबा निमंते आह्वान न करी पवित्र हेबा निमंते आह्वान करि अछंती। प्रभुଙ୍କ नामर गौरव हो। प्रिय भाई भणी माने परमेश्वर आमानकु आह्वान कले, आमर आह्वानकर्ता से पवित्र अटंती। आ से एथि पई आह्वान कले। तृतीय विषय आमे देखुछु जे आम्भे माने जेपरि असुचि रे जीवन यापन न करी पवित्र हेबा निमंते से हमकु डाकिले। एथि पई हमकु डाकिले, हमकु घर देबा पई, सुस्थता देबा पई, ए दुनिया रे रहिबा पर्यंत सुना, ए जगतर सबु विषय हमकु देबा पई से डाकी नाहंती। तांको पाखरे कोनोसी अभाव नाही से देबे, मात्र सेही सब विषय हमकु स्वर्ग को नेबो नाही। आम पाखरे जदि पवित्रता रहिछि, आमे जदि बदलिछु, सरल हेइछु, आमे परिवर्तन हेइछु, ताहांकर संतान हेइछु, ताहले आमे ए जगत छाडी गला बेले आमे ईश्वरक राज्य रे आमे जिबा। से मेघमाल रे आसिला बेले आमे रैप्चर रे जिबा। ख्रीष्ट रे प्रिय भाई भणी माने हमकु एति पई पवित्र हेबा जरूरी अटे, कारण परमेश्वरक आह्वान हमकु से एति पई डाकिले, एति पई से परंपरा रु बाहर कले, विधि विधान रु बाहर कले। आ से कहले मु तुमकु विश्राम देबी, मो निकट को आसो। एति पई से आह्वान कले। काहे के आह्वान कले? पवित्र हेबा पई, पवित्र हेबा पई।
ସେଥିପାଇଁ ଜରୁରୀ ଅଟେ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁଙ୍କ ନାମର ଗୌରବ ହଉ। ମୁଁ ଚତୁର୍ଥ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ପବିତ୍ର ହେବା ଜଣେ ବିଶ୍ୱାସୀ ନିମନ୍ତେ କାହିଁକି ଜରୁରୀ ଅଟେ? ଲେଖାଯାଏ ଏବ୍ରୀ ପୁସ୍ତକ 12 ଅଧ୍ୟାୟ 14 ପଦରେ, ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ ସେଥିର ଅନୁସରଣ କର। ପବିତ୍ରତା ବିନା ପରମେଶ୍ୱରଙ୍କୁ ଦେଖି ହେବ ନାହିଁ, ତାହାଙ୍କୁ ଦର୍ଶନ କରି ହେବ ନାହିଁ। ପବିତ୍ରତା ବିନା ତାହାଙ୍କ ରାଜ୍ୟର ପ୍ରଜା ହେଇ ହେବ ନାହିଁ। ବାଇବେଲ ଏହା ଆମକୁ ସ୍ପଷ୍ଟ ଭାବରେ କହେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ପବିତ୍ରତା ବିନା ଆପଣ ମଣ୍ଡଳୀର ସେକ୍ରେଟାରୀ ହେଇପାରିବେ, ପ୍ରେସିଡେଣ୍ଟ ହେଇପାରିବେ। ପବିତ୍ରତା ବିନା ଆପଣ ମଣ୍ଡଳୀର ସଦସ୍ୟ ହେଇପାରିବେ। ପବିତ୍ରତା ବିନା ଆପଣ ମଣ୍ଡଳୀରେ ରହିପାରିବେ। ଆପଣ ସ୍ୱାମୀ ହେଇପାରିବେ, ସ୍ତ୍ରୀ ହେଇପାରିବେ। ପବିତ୍ରତା ବିନା ଇଭେନ୍ ପ୍ରଚାର ମଧ୍ୟ କରିହେବ, କିନ୍ତୁ ପବିତ୍ରତା ବିନା ସ୍ୱର୍ଗକୁ ଯାଇ ହେବ ନାହିଁ। ପବିତ୍ରତା ବିନା ତାହାଙ୍କୁ ଦେଖି ହେବ ନାହିଁ, ତାହାଙ୍କର ଦର୍ଶନ କରି ହେବ ନାହିଁ। ସେଥିପାଇଁ ପବିତ୍ରତା ଆମ ପାଇଁ କେତେ ଜରୁରୀ ଅଟେ ପ୍ରିୟ ଭାଇ ଭଉଣୀ ମାନେ। ଅନେକ ସମୟରେ ପ୍ରାର୍ଥନା କଲେ ତ ହେଇଗଲା, ବାକ୍ୟ ଶୁଣିଲେ ତ ଯଥେଷ୍ଟ, ଏତିକି ଯଥେଷ୍ଟ ନୁହେଁ। ଆମେ କେତେ ସୁଧାରୁଛୁ, କେତେ ଆମେ ଦିନ ପ୍ରତିଦିନ ସିଦ୍ଧ ହଉଛୁ, ଏହା ପରମେଶ୍ୱର ଦେଖୁଛନ୍ତି, ଏହା ସେ ଇଚ୍ଛା କରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ବାକ୍ୟ ଗୁଡ଼ିକ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ମୁଁ ଶେଷ ବିଷୟ ଆଉ ପଞ୍ଚମ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆମେ କାହିଁକି ପବିତ୍ର ହେବା ଜରୁରୀ ଅଟେ? ଯଦି ଆପଣମାନେ ଦେଖିବେ, ପ୍ରଥମ ଥେସଲୋନିକୀୟ 4 ଅଧ୍ୟାୟ 3 ପଦରେ ଲେଖାଯାଏ, କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ ଏହା ହିଁ ଈଶ୍ୱରଙ୍କର ଇଚ୍ଛା। ଅର୍ଥାତ୍ ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ ରୁହ। ଆମେ ପବିତ୍ର ହେବା କାହିଁକି ଜରୁରୀ? କାରଣ ଏହା ଈଶ୍ୱରଙ୍କର ଇଚ୍ଛା, ଏହା ପରମେଶ୍ୱରଙ୍କର ଇଚ୍ଛା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦିନେ ତାଙ୍କ ଶିଷ୍ୟମାନଙ୍କୁ କହିଲେ, ଈଶ୍ୱରଙ୍କର ଇଚ୍ଛାକୁ ସାଧନ କରିବା ଏହା ଆମର ଖାଦ୍ୟ ଅଟେ। ଆଜି ଆମେ କାହାର ଇଚ୍ଛା ପୂରଣ କରୁଛୁ? ପରମେଶ୍ୱର ଇଚ୍ଛା କରନ୍ତି ତୁମେ ପବିତ୍ର ହୁଅ, ତୁମେ ବ୍ୟଭିଚାର ପୃଥକ ରୁହ, କେତେକ ଲୋକମାନଙ୍କ ଠାରୁ ପୃଥକ ହୁଅ, କେତେକ ବିଧିବିଧାନରୁ ପୃଥକ ହୁଅ। ସେ ଚାହୁଁଛନ୍ତି, ସେ ଇଚ୍ଛା କରୁଛନ୍ତି। ମାନେ ଶୈତାନ କଣ ଇଚ୍ଛା କରୁଛି? ଶୈତାନର ଇଚ୍ଛା ଆମେ ଯେପରି ଅପବିତ୍ର ରହିବା, ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ, ଯାହା ଘୃଣାର ବିଷୟ ସେଇ ସବୁ କରିବା, ଏହା ଶୈତାନ ଇଚ୍ଛା କରେ। ମାତ୍ର ପରମେଶ୍ୱର ବିପଦ ଆସିବା ପୂର୍ବରୁ, ଆମର ମୃତ୍ୟୁ ପୂର୍ବରୁ ଆମକୁ ସେ ଚେତାଇ ଦେଉ ସେ ଆମକୁ ଚେତାବନୀ ଦେଉ ସେ ଇଚ୍ଛା କରନ୍ତି ଯେ ଆମ୍ଭେମାନେ ଅର୍ଥାତ୍ ତାହାଙ୍କର ଲୋକମାନେ ଯେ ପ୍ରକାର ପବିତ୍ର ଜୀବନ ଯାପନ କରିବେ। ଆମକୁ କାହିଁକି ପବିତ୍ର ହେବା ଜରୁରୀ ପ୍ରିୟ ଭାଇ ଭଉଣୀ ମାନେ? ଆମେ ପବିତ୍ରତା ବିନା ଆମେ ତାହାଙ୍କୁ ଦେଖିପାରିବା ନାହିଁ, ତାହାଙ୍କର ଦର୍ଶନ କରିପାରିବା ନାହିଁ। ଆମେ ପବିତ୍ର ହେବା କାହିଁକି ଜରୁରୀ? ଏହା ତାହାଙ୍କର ଇଚ୍ଛା ଅଟେ। ଆମେ ପବିତ୍ର ହେବା କାହିଁକି ଜରୁରୀ? ଆମର ଆହ୍ୱାନକର୍ତ୍ତା ପବିତ୍ର। ଆମେ ପବିତ୍ର ହେବା କାହିଁକି ଜରୁରୀ? ଆମର ଯେଉଁ ଆହ୍ୱାନକର୍ତ୍ତା ଯେଉଁ ଆହ୍ୱାନରେ ଆମକୁ ଆହ୍ୱାନ କଲେ, ଯେଉଁ ଉଦ୍ଦେଶ୍ୟରେ ଆହ୍ୱାନ କଲେ, ପବିତ୍ର ହେବା ନିମନ୍ତେ ସେ ଆମକୁ ଆହ୍ୱାନ କଲେ। ସେଥିପାଇଁ ଆମେ ପବିତ୍ର ହେବା ଜରୁରୀ ଅଟେ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମମାନଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।